ଚତୁର୍ଥ ସ୍କନ୍ଧ ପଞ୍ଚମ ଅଧ୍ୟାୟ। ମୈତ୍ରେୟ ଉବାଚ। ନାରଦ ବାକ୍ୟେ କୋପ ମନେ ରୁଦ୍ର ଉଠିଲେ ସାବଧାନେ। ଅଇଲେ ରୁଦ୍ରଗଣ ଘେନି ଚଳନ୍ତେ କମ୍ପ ଇମେଦିନି। ଦକ୍ଷର ଯଜ୍ଞ ନାଶ ଅର୍ଥେ କୋପ ପଶିଲା ରୁଦ୍ର ଚିତ୍ତେ। ସକଳ ପାରିଷଦ ଗଣେ ନାନା ଆୟୁଧ ତୀକ୍ଷ୍ଣ ବାଣେ। ଅତି ଅସଂଖ୍ୟ କୋପ କରି ଧାଇଁଲେ ଘୋର ନାଦ କରି। ରୁଦ୍ର ବଚନେ କୋପ ଦେଖି ବିବଧେ ତ୍ରିଦଶ ଉପେକ୍ଷୀ। କମ୍ପିଲେ ରୁଦ୍ର ବୋଲ ଶୁଣି ମହାପ୍ରଳୟ ପ୍ରାୟେ ଜାଣି। ଏ କୋପେ କାମୁଡ଼ି ଓଷ୍ଠ ପାଟି ପ୍ରଚଣ୍ଡ ଦିଶଇ ଭ୍ରୁକୁଟି। ଝଟା ଉପାଡ଼ି କ୍ରୋଧ ଭରେ ଭୂମିରେ ପଡ଼ିଲେ ସତ୍ୱରେ। ଜଟା ଜଳପେ ଅଗ୍ନି ଜଳେ ଦେଖି କମ୍ପିଲେ ଦିଗପାଳେ। ରୁଦ୍ରର ଜଟା ଭାର ମଧ୍ୟେ ପୁରୁଷ ଉଠେ ଘୋର ନାଦେ। ହସେ ଗଭୀର ଘୋର ଶୋନେ ରୁଦ୍ରଙ୍କୁ ଗଣଙ୍କ ଅବଧାନେ। କୋପେ ଅଧର ସେ କାମୁଡ଼ି ରୁଦ୍ରଙ୍କୁ କହେ କର ଯୋଡ଼ି। ସହସ୍ର ବାହୁ ମେଘ ଶୋନେ ଅନଳ ଜଳଇ ନୟନେ। କୋଟିଏ ସୂର୍ଯ୍ୟ ତେଜ ଯେନେ ଦେଖି ପଳାନ୍ତି ସର୍ବଜନେ। ଏ କରାଳ ଦ୍ରଷ୍ଟ ସୋହ ତୁଣ୍ଡେ ଅଗ୍ନି ଜଳଇ ଶିଖା ଖଣ୍ଡେ। ନାନା ଆୟୁଧ ଦିଶେ କରେ ମୁଣ୍ଡ ମାଳ ଯେ ଲମ୍ବେ ଉରେ। ରୁଦ୍ରକୁ ଚାହିଁ କର ଯୋଡ଼ି କହ ଏ ଅଧର କାମୁଡ଼ି। କହ ତୁ କି କରିବି ମୁହିଁ ରୁଦ୍ର କହନ୍ତି ତାଙ୍କୁ ଚାହିଁ। ତୁ ମୋର ଗଣଙ୍କ ଈଶ୍ୱର ତୁ ଏବେ ମୋର ବୋଲ କର। ଦକ୍ଷର ପ୍ରାଣ ଯଜ୍ଞ ସଙ୍ଗେ ବିନାଶ କର ରଣ ରଙ୍ଗେ। ତୁମର ଅଂଶେ ଆତ୍ମା ରୂପୀ ସହସ୍ର ଭୁଜ ଶୂନ୍ୟେ ବ୍ୟାପୀ। ଦକ୍ଷର ଯଜ୍ଞ ନାଶ କର ଏହାର ପ୍ରାଣ ବେଗେ ହର। ହେମନ୍ତ ରୁଦ୍ର ଆଜ୍ଞା ପାଇ କୋପେ କମ୍ପିଲା ତାର ଦେଇ। ଜଳଇ ଅତି କୋପାନଳେ ନମିଲା ରୁଦ୍ର ପାଦ ତଳେ। ସ୍ୱଭାବେ ରୁଦ୍ର ଆତ୍ମା ସେହି ତାର ମହିମା କେ ଜାଣଇ। ଗର୍ଜଇ ଭୟଙ୍କର ନାଦେ ବେଗେ ଧାମଇ ନିପାଦେ। ଶୂଳ ବୁଲାଇ ଦକ୍ଷ କରେ ନୁପୁର ବାଜଇ ପୟରେ। ଧାମଇ ପବନ ହୁଁ ବେଗେ ରୁଦ୍ର କୋପେ ଉତ୍ତର ଦିଗେ। ଶବଦ ଦଶ ଦିଗ ପୁରେ ଧୂଳି ଉଡ଼ଇ ପାଦ ଭରେ। ବିପ୍ରେ ଯେ ଥିଲେ ଯଜ୍ଞଶାଳେ ଧୂଳି ଦେଖନ୍ତି ଅନ୍ତରାଳେ। ଉତ୍ତର ଦିଗେ ରେଣୁ ଦେଖି ଉଠିଲେ ସୁଯଜ୍ଞ ଉପେକ୍ଷୀ। ଉତ୍ତର ଦିଗକୁ ଅନାଇ କହନ୍ତି ଏକୁଆରେ ଚାହିଁ। ଦେଖ ଦିବସେ ଘୋରତମ ଦିଗ ନଦିଶେ ବାତ ଭ୍ରମ। ହେମନ୍ତ ଦେବ ବିପନାରୀ ଦେଖନ୍ତି ହସ୍ତେ ହସ୍ତ ଧରି। କହନ୍ତି କିଏ ତମ ଘର ଦିଶଇ ଅତି ଭୟଙ୍କର। ପ୍ରଚଣ୍ଡ ବହଇ ପବନ ତମେ ଆଚ୍ଛାଦିଲା ଗଗନ। ଗୋରୁ ଚରଣ ଧୂଳି ନୁହେଁ କିଏ ତାମସ କାହୁଁ ହୁଏ। ଆଜି କି ପ୍ରଳୟ ହୋଇବ ବାମ କି ହୋଇଲା ଦଇବ। ପ୍ରସୂତି ଆଦି ବାମା ଯେତେ ଉଠି ଚାହାନ୍ତି ଦୁଃଖ ଚିତେ। ଶ୍ରୀ ଶୁକ ବାଚ। ହେମନ୍ତ ଶୁଣ ନର ନାଥ ଅଦ୍ଭୁତ ରୁଦ୍ରର ଚରିତ। ପ୍ରଚଣ୍ଡ ମଣ୍ଡଳ ଆକାରେ ତୀକ୍ଷ୍ଣ ଶୂଳ ଧରି କରେ। ରୁଦ୍ର ଧାଇଁଲେ ଅତି ବେଗେ ଦେଖି ପଳାନ୍ତି ଦିଗ ଭାଗେ। ସହସ୍ର ହସ୍ତେ ଊର୍ଦ୍ଧ୍ୱେ କରି ନଟଙ୍କ ପ୍ରାୟ ବେଶ ଧରି। ଚଣ୍ଡାଟହାସ୍ୟ ଶୋହେ ତୁଣ୍ଡେ ଯେହ୍ନେ ବିଜୁଳି ମେଘ ଖଣ୍ଡେ। ଅସଂଖ୍ୟ ତେଜ ଯୋଗ ବଳ ଦିଶଇ ଭ୍ରୁକୁଟି କୁଟିଳ। କରାଳ ଦ୍ରଷ୍ଟ ଶୋହେ ତୁଣ୍ଡେ ଯେନେ ବିଜୁଳି ମେଘ ଖଣ୍ଡେ। ଦକ୍ଷକୁ ଚାହିଁ ସଭାଜନେ କହନ୍ତି ଅତି ଦୁଃଖ ମନେ। ଦେଖ ଏହାର କର୍ମ ଫଳ ଆଜତ ନାସିଲୁ ସକଳ। ଉତ୍ପାତ ଭୟେ ଦୁଃଖ ମନେ ଭୟେ ଲୁଚିଲେ ସର୍ବଜନେ। କେ କହୁ ଜନକ ବିକଳ ତକ୍ଷଣେ ମିଳି ରୁଦ୍ର ବଳ। ନାନା ଆୟୁଧ ଘେନି କରେ ବେଢ଼ିଲେ ବେଗେ ଯଜ୍ଞ ଘରେ। ପୀତ ପିଙ୍ଗଳ ଦିଶେ ବର୍ଣ୍ଣ ସକଳେ କୁମାର ଆନନ। ଶବଦେ ଗଗନ ଉଛୁଳେ ବେଗେ ମିଳିଲେ ଯଜ୍ଞ ଘରେ। କେହି ଭାଙ୍ଗିଲେ ଗୃହବାସ ପତ୍ନୀ ଭୁବନ ଅବଶେଷ। କେ ପାକଶାଳେ ପ୍ରବେଶନ୍ତି କେ ଯଜ୍ଞ ପାତ୍ରକୁ ଲୁଟନ୍ତି।
କେ ଯଜ୍ଞ କୁଣ୍ଡରେ ମିଳନ୍ତି ମୂତ୍ର ପୁରିଷ ଉତ୍ସର୍ଗନ୍ତି। କେ ବହୁ ଘୋର ନାଦ କଲେ ଯଜ୍ଞ ମେଖଳା ବେଦି ତୁଲେ। ଭାଙ୍ଗିଲେ ଅତି କୋପ ଭରେ ଶୂଳ ବୁଲାଇ ଦକ୍ଷ କରେ। କେ ଧାଏ ମୁନିଙ୍କ ଉପରେ ତର୍ଜନ କରି କୋପ ଭରେ। ନାରୀ ଗଣକ ମଧ୍ୟେ ପଶି ରାହୁ ସଙ୍ଗତେ ଜେନେ ଶଶୀ। ଦେବେ ପଳାନ୍ତି ତାହା ଦେଖି ଯଜ୍ଞର ବିଭାଗ ଉପେକ୍ଷୀ। ତାହାଙ୍କୁ ରୁଦ୍ର ଗଣେ ଧରି ଭୃଗୁ ସಮೇତେ ବନ୍ଦୀ କରି। ଭୃଗୁକୁ ମଣିମାନ ବାନ୍ଧେ ତା ଦେଖି ପ୍ରଜାପତି କାନ୍ଦେ। ଦକ୍ଷକୁ ବୀରଭଦ୍ର ଧରି ଅସୁର ପ୍ରାୟ ବନ୍ଦୀ କରି। ଏ ରଣେ ରିପୁ ଗଣକୁ ଧରେ ଓଷ୍ଠ କାମୁଡ଼ି କୋପ ଭରେ। ଭୃଗୁକୁ ଧରି ନନ୍ଦୀଶ୍ୱର ହୁଙ୍କାର ନାଦ ମହାଘୋର। ସେ ଯଜ୍ଞ ଯେତେ ଜନ ଥିଲେ ଋତିଜ ଋଷି ବିପ୍ର ତୁଲେ। ରୁଦ୍ର ଦେବତା ତେଜ ଦେଖି ଭାଜିଲେ ଯଜ୍ଞକୁ ଉପେକ୍ଷୀ। ଭୃଗୁ ଯେ ଯଜ୍ଞ ହୋମ କରି ଘୃତ କ୍ଷେପନ୍ତି ଶୃଭ ଧରି। ତାହାଙ୍କ କେଶ ବାମ ହସ୍ତେ ରୋଷେ ଧରିଲେ ବିଶ୍ୱନାଥେ। ତାହାଙ୍କ ଦାଢ଼ି ଦକ୍ଷ କରେ ରୁଦ୍ର ଉପାଡ଼େ କୋପ ଭରେ। ସଭାରେ ପଦ୍ମ ଯୋନି ବଳା ସେ ଦାଢ଼ି ଦେଖାଇ କହିଲା। ଉପାଡ଼ି ଭୃଗୁ ଲମ୍ବ ଦାଢ଼ି ତକ୍ଷଣେ ଭୂମି ତଳେ ପାଡ଼ି। ଚକ୍ଷୁ ଉପାଡ଼ି ନଖ ଅଗ୍ରେ ପୂର୍ବର ସାପେ ବୈରାଗେ। ମଣି ଯେ ସାପ ଦେଲା କାଳେ ଅପମାନିତ କୋପା ନଳେ। ଦନ୍ତ ଦେଖାଇ କରି ହସେ ସେ କଥା ସ୍ମରି ମହାରୋଷେ। ମୁଷ୍ଟି ପ୍ରହାରୀ ବାମ କରେ ଦନ୍ତ ଝାଡ଼ିଲେ କୋପ ଭରେ। ଦକ୍ଷର ହୃଦେ କର ଭିଡ଼ି ରୁଦ୍ର ଯେ ଅଧର କାମୁଡ଼ି। ଭୂମିରେ ପାତିଲେ ଉତାନେ କେ ତାହା କହିବ ବଚନେ। ଅଜୟ ଏହାର ଶରୀର ଦେଖି ବିସ୍ମିତ ଶୂଳଧର। ଅକ୍ଷୟ ଭାଳି ତାର ଗତି ବିସ୍ମୟେ ଭାଳି ପଶୁପତି। ତୀକ୍ଷ୍ମ ଖଡ଼ଗେ ଛେଦି ଶିର ଈଶ୍ୱର ହୋଇଲେ ବାହାର। ଶିର ପଡ଼ିଲା ଅଗ୍ନିକୁଣ୍ଡେ କୂଳେ ରହିଲା ମୃତ ପିଣ୍ଡେ। ପିଶାଚ ଗଣ ଘେନି ସଙ୍ଗେ ରୁଦ୍ର ନାଚନ୍ତି ରଣରଙ୍ଗେ। ଦକ୍ଷ ସମ୍ପଦ ନାଶ କରି ଦକ୍ଷିଣ କରେ ଶୂଳ ଧରି। ଶଙ୍କର ହୋଇଲେ ବାହାର ଦେଖି କମ୍ପିଲେ ସୁର ନର। ସେ ରୁଦ୍ର ଚରଣ ପଙ୍କଜେ ବ୍ରାହ୍ମଣ ଜଗନ୍ନାଥ ଭଜେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାଂ ବୟାସିକ୍ୟାଂ ଚତୁର୍ଥ ସ୍କନ୍ଧେ ଦକ୍ଷ ଯଜ୍ଞ ଭଗ୍ନେ ନାମ ପଞ୍ଚମो ଅଧ୍ୟାୟ। ବୋଲ ଆନନ୍ଦେ କବାର ହରି ହରି ବୋଲ।